ସାଙ୍ଗମାନେ ଆଜି ତୁ ମୋ ଆଖିର ତାରା ସିରିଏଲରେ ଦେଖନ୍ତୁ ତରୁଣର ଦାଦା ବବଲିକୁ କୁହନ୍ତି, ନା ତୁ ଏ ଘରକୁ ଆସିଥାନ୍ତୁ ନା ଏ ଘରେ ଏତେ ସାରା ଘଟଣା ଘଟିଥାନ୍ତା। ଆଉ ତାରା ଭାଉଜ କୁହେ, ଛାଡ଼ନ୍ତୁ ନା ଅଙ୍କଲ, ଏ ଝିଅ ଯୋଉ ପର୍ଯ୍ୟନ୍ତ ଏ ଘରେ ଥିବ ଏ ଘରୁ ଏମିତି ବିପଦ ଆସୁଥିବ। ତରୁଣର ଦାଦା କୁହନ୍ତି, ହେଲେ ମୁଁ ଏ ଘରକୁ ଆଉ ବିପଦ ଆସିବାକୁ ଦେବିନି। ନା ଇଏ ଏ ଘରେ ରହିବ ନା ଏ ଘରକୁ ବିପଦ ଆସିବ। ମୁଁ ଏ ବିପଦକୁ ମୂଳରୁ ଉପାଡ଼ିକି ଫୋପାଡ଼ି ଦେବି। ଆଉ ଏକଥା ଶୁଣି ବବଲି ବହୁତ ଡରିଯାଏ। ବବଲି କୁହେ, ନାଇଁ ଅଙ୍କଲ, ମୁଁ କେବେ ବି ଏ ଘରର ଅମଙ୍ଗଳ ଚିନ୍ତା କରିନି। ମୁଁ କେବେ ବି ତରୁଣ ବାବୁଙ୍କ ଠାରୁ କିଛି ଆଶା କରିନି। ହୁଏତ ମୁଁ ତରୁଣ ବାବୁଙ୍କ ଋଣ ହେଇକି ରହିବି। ସେ ମୋ ଆଈର ଜୀବନ ବଞ୍ଚାଇଥିଲେ ଆଉ ମୋ ଆଈର ଘର ବଞ୍ଚାଇଥିଲେ। ସେ ଆମକୁ ବହୁତ ହେଲ୍ପ କରିଥିଲେ ଅଙ୍କଲ। ମୁଁ ତ କେବଳ ତାଙ୍କ ଋଣ ସୁଝିବା ପାଇଁ ଏଠି ଅଛି ଆଉ ତାରିଣୀର ଖୁସି ପାଇଁ ଏଠି ଅଛି। ତା ଛଡ଼ା ଆଉ କିଛି ବି ନୁହଁ ଅଙ୍କଲ। ପ୍ଲିଜ୍ ଆପଣ ମୋତେ ଭୁଲ ବୁଝନ୍ତୁନି। ମୁଁ ସ୍ୱପ୍ନରେ କେବେ ଭାବିନି ଯେ ତରୁଣ ବାବୁଙ୍କ ଲାଇଫ୍ରେ ମୋ ପାଇଁ ଜାଗା ଅଛି। ମୁଁ ସେ ଜାଗା ନେବାକୁ କେବେ ବି ଚେଷ୍ଟା କରିନି ଅଙ୍କଲ। ମୁଁ କେବେ ବି ତରୁଣ ବାବୁଙ୍କୁ ଖରାପ ଚାହୁଁନି ଅଙ୍କଲ। ହାତ ଯୋଡ଼ିକି କୁହେ, ମୁଁ କେବେ ବି ଚାହୁଁନି ଅଙ୍କଲ, କେବେ ନୁହଁ। ତରୁଣ ଦାଦା କୁହନ୍ତି, ଓ ତରୁଣର ଋଣ ସୁଝିବାକୁ ଚାହୁଁଛ ନା? ବବଲି କୁହେ, ହଁ ଅଙ୍କଲ, ହଁ କୁହନ୍ତୁ ନା। ତରୁଣର ଦାଦା କୁହନ୍ତି, ତୁ ଯଦି ଚାହୁଁଛୁ ତରୁଣ ଭଲରେ ରହୁ, ତୁ ଯଦି ଚାହୁଁଛୁ ତରୁଣ ଖୁସିରେ ରହୁ, ଆଉ ତୁ ଯଦି ଚାହୁଁଛୁ ତରୁଣ ତା ଲାଇଫ୍ରେ ଆଗକୁ ବଢ଼ୁ, ତାହେଲେ ମୁଁ ଯାହା କହିବି ତୋତେ କରିବାକୁ ପଡ଼ିବ। ବବଲି କୁହେ, ହଁ ଅଙ୍କଲ, ତରୁଣ ବାବୁଙ୍କ ଖୁସି ପାଇଁ ଆପଣ ମୋତେ ଯାହା କହିବେ ମୁଁ ସେଇଆ ହିଁ କରିବି। ମୁଁ ତରୁଣ ବାବୁଙ୍କୁ କେବେ ବି କଷ୍ଟ ଦେବାକୁ ଚାହୁଁନି ଅଙ୍କଲ। ମୁଁ ଏମିତି କଲେ ମୋ ଏ ମୋତେ କେବେ ବି କ୍ଷମା କରିବନି ଅଙ୍କଲ। ତରୁଣର ଦାଦା କୁହନ୍ତି, ତାହେଲେ ମୁଁ ତୋତେ ଯାହା କହୁଛି ତୁ ସେଇଆ କର। ତରୁଣ ବଞ୍ଚିବା ସହିତ ଏ ଘର ବି ବଞ୍ଚିଯିବ। ବବଲି କୁହେ, ହଁ ଅଙ୍କଲ, ମୋତେ କୁହନ୍ତୁ ମୁଁ କ'ଣ କରିବି, କ'ଣ କଲେ ଆପଣ ଖୁସି ହେବେ ଆଉ ତରୁଣ ବାବୁଙ୍କ ସହିତ ଆପଣ ଆପଣଙ୍କ ରିଲେସନ୍ ସଜାଡ଼ି ଦେବେ। ତରୁଣର ଦାଦା କୁହନ୍ତି, ତାହେଲେ ତୋତେ ତରୁଣକୁ ବାହା ହେବାକୁ ମନା କରିବାକୁ ପଡ଼ିବ। ତୋତେ ଆଜି ହିଁ ତରୁଣଠୁ ଦୂରେଇ ଯିବାକୁ ପଡ଼ିବ। ଆଉ ଏକଥା ଶୁଣି ବବଲି ବହୁତ ଆଶ୍ଚର୍ଯ୍ୟ ହେଇଯାଏ। ଆଉ ବବଲି କୁହେ, ନାଇଁ ଅଙ୍କଲ, ନାଇଁ ନାଇଁ, ମୁଁ ଏମିତି କରିପାରିବିନି। ମୁଁ ତରୁଣ ବାବୁଙ୍କ ମୁହଁ ଉପରେ ମନା କରିପାରିବିନି ଆଉ ମୁଁ ଏମିତି ତାଙ୍କୁ ମିଛ ବି କହିପାରିବିନି। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।